জাতীয় রাজপথ 16 নম্বর ঠারে যেউঠারে প্রভুঙ্কর শ্রীরামଙ୍କର ধনু আসুচি অযোধ্যা জীব আজ এখানে বহুত মান্যগণ্য ব্যক্তি অছন্তি এটার অছন্তি কটক গ্রামীণ জিলা কটক জিলার উপসভাপতি শ্রীযুক্ত হিমাଂଶୁ ମହାନ୍ତି ଅଛନ୍ତି ତାଙ୍କ ସହିତ ଅଛନ୍ତି ବିଶିଷ୍ଟ ଶିକ୍ଷାବିତ ଅଛନ୍ତି ଶ୍ରୀଯୁକ୍ତ ତ୍ରିଦେବ ବେହେରା ମହୋଦୟ ଅଛନ୍ତି ତେବେ ଆସନ୍ତୁ ଆମେ ଜାଣିବା ସେଇ ମାନେ ମହାନ ବ୍ୟକ୍ତିତ୍ୱ ଯୋଉମାନେ ଅଛନ୍ତି ତାଙ୍କର କିଛି ପ୍ରତିକ୍ରିୟା ଜାଣିବା ଆଜି ଏଠାରେ ଯୋଉ ପ୍ରଭୁଙ୍କ ଧନୁ ଆସୁଛି ତାଙ୍କର କିଛି ପ୍ରତିକ୍ରିୟା ତାଙ୍କର ଜାଣିବା ଧନୁ ଆସୁଛି କଣ କହିବେ ଭଗବାନଙ୍କର ଆମେ ତ ଆଜି ପର୍ଯ୍ୟନ୍ତ ଭଗବାନଙ୍କୁ ଦେଖିପାରିନୁ ଭଗବାନଙ୍କ ନୀଳାଖେଳା ଖାଲି ଶୁଣିଛୁ ଭଗବାନଙ୍କ ପାଖରେ ସବୁବେଳେ ଆମେ ସମର୍ପିତ ହେଇଛୁ ତାଙ୍କ ଯେତେବେଳେ ଧନୁ ଯାଉଛି ସେତେବେଳେ ଆମ ଅଞ୍ଚଳର ଲୋକମାନେ ଆମର ଭାଇମାନେ ଆମର ଭଉଣୀମାନେ ଆମ ଦାଦା ଖୁଡ଼ୀମାନେ ସମସ୍ତେ ଆଜି ଏକାଠି ରହିଛି ହଜାର ହଜାର ଲୋକଙ୍କର ସମାଗମ ହେଉଛି ଯୋଉଠିକି ଭଗବାନଙ୍କ ପାଖକୁ ଯୋଉ ଧନୁ ଯାଉଛି ଆମେ ତାଙ୍କ ପାଖରେ ଆସି ପହଞ୍ଚି ପାରିଛୁ ଏବଂ ସେ ଧନୁର ସ୍ପର୍ଶ କରିବୁ ଏବଂ ଭଗବାନଙ୍କ ପାଖରେ ଶରଣାଗତ ଯିବୁ ଭଗବାନ ଆମକୁ ଆଗକୁ ନିଅ ଆମେ ଭଲରେ ରଖ ଆମ ଦେହ ଭଲ ରଖନ୍ତୁ ଏବଂ ସ୍ୱାସ୍ଥ୍ୟ ଭଲ ରଖନ୍ତୁ ଏ ଅଞ୍ଚଳର ବିକାଶ ହଉ 30ଟା ଜିଲ୍ଲା ଯାକ ବୁଲି ସାରିଲା ପରେ ଆଜି ଏକରେ ଆମର ଯାଇ କାଲି କଲିକତାରେ ପହଞ୍ଚିବେ ଏବଂ ଭଗବାନଙ୍କ ଠାରେ ଆମେ ସବୁବେଳେ ପ୍ରାର୍ଥନା କରୁଛୁ ଆମ ଅଞ୍ଚଳ ସବୁବେଳେ ଯେତେବେଳେ ଧନୁ ଯାଇଛି ଆମ ଅଞ୍ଚଳ ନିଶ୍ଚିନ୍ତ ଧନ୍ୟ ହେଇଯିବ ଆମେ ତାଙ୍କ ପାଖରେ ଶରଣାଗତ ଦେଇଛୁ ଭଗବାନଙ୍କୁ ଆମେ ତାଙ୍କ ସାଙ୍ଗେ ଲୀନ କରିଦେବୁ ବୋଲି ଆଶା କରୁଛୁ ଯାଉଥିଲେ କଟକ ଜିଲ୍ଲାର ଗ୍ରାମୀଣ ଉପସଭାପତି ଅଛନ୍ତି ହିମାଂଶୁ ମହାନ୍ତିଙ୍କ ଠାରୁ ସେ ତାଙ୍କ ବକ୍ତବ୍ୟରେ କହିଲେ ପ୍ରଭୁଙ୍କ ଧନୁ ଏଠାରେ ଆସୁଛି ବହୁତ ଭାଗ୍ୟ ବହୁତ ଭକ୍ତଙ୍କର ଭାଗ୍ୟ ଏ ଧନୁକୁ ଦର୍ଶନ କରିବା ପାଇଁ କାଲି ଆଜି ଏଇ ପବିତ୍ର ଅଞ୍ଚଳ ଟାଙ୍ଗିମାଟିରେ ମହାପ୍ରଭୁଙ୍କ ପାଇଁ ଯେଉଁ ଅତି ସୁନ୍ଦର ଭାବରେ ଆପଣମାନେ ଆମେ ସମସ୍ତେ ଉତ୍ସାହିତ ଅଛେ ଯେଉଁ ପବିତ୍ର ଧନୁ ସମର୍ପଣ ପାଇଁ ଯାଉଛି ଭବ୍ୟ ଧନୁ ଅଯୋଧ୍ୟା ଠାକୁରଙ୍କ ପାଖକୁ ଆଉ ସେଥିପାଇଁ ଆଜି ସମସ୍ତେ ଆମେ ଉତ୍ସାହିତ ଅଛୁ ପ୍ରଭୁଙ୍କର ଧନୁ ପହଞ୍ଚିଲା ପରେ ତାଙ୍କୁ ଆମେ ଟିକେ ସେବା କରିବାର ଯେଉଁ ସୁଯୋଗ ପାଇବା ଏବଂ ଏ ଯେଉଁ ପବିତ୍ର ଆନନ୍ଦର ସମୟ ସମସ୍ତେ ଗୋଟେ ବହୁତ ଆନନ୍ଦର ସହିତ ଅପେକ୍ଷା କରିଛନ୍ତି ଏ ପବିତ୍ର ମହାପ୍ରଭୁଙ୍କର ଏ ପବିତ୍ର ଧନୁକୁ ଦର୍ଶନ କରିବା ପାଇଁ ତେଣୁ ପ୍ରଭୁଙ୍କର ଏ ଧନୁ ଆମମାନଙ୍କର ସମସ୍ତ ସନାତନୀ ମାନଙ୍କ ଭିତରେ ଗୋଟେ ବାର୍ତ୍ତା ଦଉଛି ଶସ୍ତ୍ର ଏବଂ ଶାସ୍ତ୍ରର ପୂଜନ କରିବା ତେଣୁ ମହାପ୍ରଭୁଙ୍କର ଏଇ ଯେଉଁ ଶସ୍ତ୍ରରେ ସେ ଅହଙ୍କାରୀ ଯେଉଁମାନେ ଅମାନବୀୟ ଏଇଭଳି ପ୍ରବୃତ୍ତି ବିଜାତୀୟ ପ୍ରବୃତ୍ତିକୁ ଧ୍ୱଂସ କରିଥିଲେ ଏବଂ ସମସ୍ତଙ୍କୁ ରକ୍ଷା କରିଥିଲେ ସେଇ ପବିତ୍ର ଧନୁର ଦର୍ଶନ କରିବା ପାଇଁ ଆମେ ସମସ୍ତେ ଉତ୍ସାହିତ ହେଇକି ଅଛେ ତାକୁ ପୂଜନ କରିବା ଏବଂ ସେବା କରିବା ପାଇଁ ସମସ୍ତ ସନାତନୀ ରାମ ଭକ୍ତ ମାନେ ଏଇ ପବିତ୍ର ଟାଙ୍ଗି ହନୁମାନ ମନ୍ଦିରରେ ଆମେ ସମସ୍ତ ଜାତୀୟ ରାଜପଥରେ ଉପସ୍ଥିତ ହେଇକିରି ଘଣ୍ଟା ଘଣ୍ଟା ଧରି ଅପେକ୍ଷାର କୌଣସି ଟିକେ ବି କଷ୍ଟ ନାହିଁ ଧୈର୍ଯ୍ୟରେ କୌଣସି ଟିକେ କ୍ଲେଶ ମଧ୍ୟ ନାହିଁ ମନରେ ଟିକେ ବିରକ୍ତି ବି ନାହିଁ ଏଇଥିପାଇଁ ପ୍ରଭୁଙ୍କର ସେଇ ପବିତ୍ର ଧନୁ ଆଜି ଯାଉଛି ଅଯୋଧ୍ୟା ମହାପ୍ରଭୁଙ୍କ ନିକଟକୁ ଆଉ ତାକୁ ଦର୍ଶନ କରିବା ପାଇଁ ଶହ ଶହ ଜନତା ଏକତ୍ରିତ ହେଇଛନ୍ତି ଆଉ ସମସ୍ତେ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ନର ନାରୀ ଆବାଳ ବୃଦ୍ଧ ବନିତା ସମସ୍ତେ ଆଜି ଏକ ହେଇଯାଇଛନ୍ତି ଏହା ହେଉଛି ସନାତନୀ ଶକ୍ତି ଏହା ହେଉଛି ସନାତନୀର ଭାବ ଏବଂ ଶସ୍ତ୍ର ଏବଂ ଶାସ୍ତ୍ର ପୂଜନ କରି ମହାପ୍ରଭୁଙ୍କ ପ୍ରତି ଇଏ ହେଉଛି ଶ୍ରଦ୍ଧା ନିବେଦନ ଭକ୍ତିର ଅର୍ପଣ ତେଣୁ ଆପଣମାନଙ୍କ ମଧ୍ୟ ଆଜି ଆନନ୍ଦିତ ଭାବରେ ଗଣମାଧ୍ୟମର ଭାଇମାନେ ଏଥିରେ ମଧ୍ୟ ଯୋଡ଼ି ହେଇଛନ୍ତି ସାଧୁସନ୍ଥ ମାନେ ଯୋଡ଼ି ହେଇଛନ୍ତି ତେଣୁ ଆଜି ଏହି ପବିତ୍ର କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସେଇ ମହାପ୍ରଭୁ ରାଘବେନ୍ଦ୍ର ସରକାରଙ୍କ ନିକଟରେ ପ୍ରାର୍ଥନା ରଖିବି ଏ ପବିତ୍ର ବିଶ୍ୱର କଲ୍ୟାଣ ହେଉ ସମସ୍ତ ରାମ ଭକ୍ତ କେବଳ ନୁହେଁ ସମସ୍ତ ସନାତନୀ ଭକ୍ତ ମାନଙ୍କର ସମସ୍ତଙ୍କ ଭିତରେ ସେଇ ରାମ ଶକ୍ତି ସନାତନୀ ଶକ୍ତିର ऊर्जा सृष्टि हो समस्ते एभली भाव भल भाव ठाकुर नाम जप केवल नुहे शस्त्र शास्त्र पूजन पूजन कर समस्त को भलरे महाप्रभु रखु ये वार्ता आपण निकट निश्चय भाव रखी बहुत बहुत धन्यवाद जय श्री राम।